परमात्मने नमः। ओम कवि पुराण मनुशासितार मनोरमणीयं समनुस्मरेदजं सर्वस्य धातारमचिन्त्य रूप मादित्यवर्णं तमस पुरस्तात्। ଯେଉଁ ପୁରୁଷ ସର୍ବଜ୍ଞ ଅନାଦି ସର୍ବନିୟନ୍ତା ସୂକ୍ଷ୍ମାତି ସୂକ୍ଷ୍ମ ସମସ୍ତଙ୍କର ଧାରଣ ପୋଷଣକାରୀ ଅଚିନ୍ତ୍ୟ ସ୍ୱରୂପ ସୂର୍ଯ୍ୟ ସଦୃଶ ନିତ୍ୟ ଚେତନ ପ୍ରକାଶ ରୂପ ଓ ଅବିଦ୍ୟାରୁ ସମ୍ପୂର୍ଣ୍ଣ ଅତୀତ ଶୁଦ୍ଧ ସଚିତାନନ୍ଦ ଘନ ପରମେଶ୍ୱରଙ୍କୁ ସ୍ମରଣ କରନ୍ତି। ଏହି ଶ୍ଳୋକର ଭାବ କ'ଣ? ପରମ ଦିବ୍ୟ ପୁରୁଷ ସ୍ୱରୂପର ମହତ୍ଵ ପ୍ରତିପାଦନ କରି ଶ୍ରୀ ଭଗବାନ କହୁଛନ୍ତି ଯେ ସେହି ପରମାତ୍ମା ସଦା ସବୁ କିଛି ଜାଣନ୍ତି। ଭୂତ ବର୍ତ୍ତମାନ ଓ ଭବିଷ୍ୟତର ସ୍ଥୂଳ ସୂକ୍ଷ୍ମ ଓ କାରଣ କୌଣସି ବି ଜଗତରେ ଏପରି କୌଣସି ବି ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ବିଷୟ ନାହିଁ ଯାହାକୁ ଯେ ସେ ଯଥାର୍ଥ ରୂପରେ ଜାଣନ୍ତି ନାହିଁ। ତେଣୁ ସେ ସର୍ବଜ୍ଞ, ସିଏ ସମସ୍ତଙ୍କର ଆଦି। ତାଙ୍କ ପୂର୍ବରୁ କେହି ନଥିଲେ କି ହୋଇ ନାହାନ୍ତି ଓ ତାଙ୍କର କିଛି କାରଣ ମଧ୍ୟ ନାହିଁ। ସିଏ ସମସ୍ତଙ୍କର କାରଣ ଓ ସମସ୍ତଙ୍କ ଠାରୁ ପୁରାତନ, ଅତଏବ ସେ ସନାତନ। ସିଏ ସମସ୍ତଙ୍କର ସ୍ୱାମୀ, ସର୍ବଶକ୍ତିମାନ, ସର୍ବ ଅନ୍ତର୍ଯ୍ୟାମୀ, ସର୍ବନିୟନ୍ତା ଓ ସେ ହିଁ ସମସ୍ତଙ୍କର ଶୁଭାଶୁଭ କର୍ମ ଫଳକୁ ଯଥାଯୋଗ୍ୟ ବିଭାଗ କରନ୍ତି। ତେଣୁ ସିଏ ସମସ୍ତଙ୍କର ନିୟନ୍ତା। ଏତେ ବଡ଼ ଶକ୍ତିମାନ ହେଲେ ବି ସେ ଅତ୍ୟନ୍ତ ସୂକ୍ଷ୍ମ। ଯେତେ ସବୁ ସୂକ୍ଷ୍ମାତି ସୂକ୍ଷ୍ମ ତତ୍ଵ ରହିଛି ସେ ସବୁଠାରୁ ମଧ୍ୟ ଆହୁରି ସୂକ୍ଷ୍ମ ଓ ସେ ସମସ୍ତଙ୍କ ଠାରେ ସଦା ବ୍ୟାପ୍ତ। ତେଣୁ ସୂକ୍ଷ୍ମଦର୍ଶୀ ପୁରୁଷଙ୍କର ସୂକ୍ଷ୍ମାତି ସୂକ୍ଷ୍ମ ବୁଦ୍ଧି ହିଁ ତାଙ୍କୁ ଅନୁଭବ କରିପାରେ। ତେଣୁ ସେ ସୂକ୍ଷ୍ମତମ। ଏତେ ସୂକ୍ଷ୍ମ ହେଲେ ମଧ୍ୟ କେବଳ ସେ ହିଁ ସମସ୍ତଙ୍କ ବିଶ୍ୱ ବ୍ରହ୍ମାଣ୍ଡର ଆଧାର ଅଟନ୍ତି। ସେ ହିଁ ସମସ୍ତଙ୍କୁ ଧାରଣ, ପୋଷଣ ଓ ପାଳନ କରନ୍ତି। ତେଣୁ ସେ ଧାତା, ସଦା ସବୁଥିରେ ବ୍ୟପ୍ତ ଓ ସମସ୍ତଙ୍କର ଧାରଣ ପୋଷଣରେ ଲାଗି ରହିଥିଲେ ମଧ୍ୟ ସେ ସମସ୍ତଙ୍କ ଠାରୁ ଏତେ ଶ୍ରେଷ୍ଠ ଓ ଏତେ ଅତୀନ୍ଦ୍ରିୟ ଯେ ମନ ଦ୍ୱାରା ତାଙ୍କ ଯଥାର୍ଥ ସ୍ୱରୂପର ଚିନ୍ତନ ହିଁ କରାଯାଇ ପାରିବ ନାହିଁ। ମନ ଓ ବୁଦ୍ଧିରେ ଯେଉଁ ଚିନ୍ତନ ଓ ବିଚାର କରିବା ଶକ୍ତି ଆସେ ସେ ହିଁ ତାର ମୂଳ ସ୍ତୋତ୍ର ଅଟନ୍ତି। ଜୀବଗଣ ତାଙ୍କରେ ଜୀବନ ଧାରଣକୁ ନେଇ ଜୀବିତ ଓ କାର୍ଯ୍ୟଶୀଳ ରହନ୍ତି। ସେ ନିରନ୍ତର ସମସ୍ତଙ୍କୁ ଦେଖନ୍ତି ତଥା ସମସ୍ତଙ୍କ ଠାରେ ଶକ୍ତି ସଞ୍ଚାର କରି ଚାଲନ୍ତି। କିନ୍ତୁ ଜୀବମାନେ ତାଙ୍କୁ ଦେଖିପାରନ୍ତି ନାହିଁ। ତେଣୁ ସେ ଅଚିନ୍ତ୍ୟ ସ୍ୱରୂପ। ଅଚିନ୍ତ୍ୟ ହେଲେ ମଧ୍ୟ ସେ ପ୍ରକାଶମୟ ଓ ସଦା ସର୍ବଦା ସମସ୍ତଙ୍କୁ ଆଲୋକ ପ୍ରଦାନ କରନ୍ତି। ସୂର୍ଯ୍ୟ ଯେପରି ସ୍ୱୟଂ ପ୍ରକାଶ ସ୍ୱରୂପ ଓ ନିଜର ଆଲୋକରେ ସମସ୍ତ ଜଗତକୁ ଆଲୋକିତ କରନ୍ତି, ସେହି ସ୍ୱୟଂ ପ୍ରକାଶ ପରମ ପୁରୁଷ ସେହିପରି ନିଜର ଅଖଣ୍ଡ ଜ୍ଞାନମୟୀ ଦିବ୍ୟ ଜ୍ୟୋତି ଦ୍ୱାରା ସଦା ସର୍ବଦା ସମସ୍ତଙ୍କୁ ଆଲୋକିତ କରନ୍ତି। ତେଣୁ ସେ ସୂର୍ଯ୍ୟ ସଦୃଶ ନିତ୍ୟ ଚେତନ ପ୍ରକାଶ ସ୍ୱରୂପ ଏବଂ ଏପରି ଦିବ୍ୟ ନିତ୍ୟ ଓ ଅନନ୍ତ ଜ୍ଞାନମୟ ପ୍ରକାଶ ହିଁ ଯାହାଙ୍କର ସ୍ୱରୂପ ତାଙ୍କଠାରେ ଅବିଦ୍ୟା ବା
ଅଜ୍ଞାନ ରୂପକ ଅନ୍ଧକାରର କଳ୍ପନା ହିଁ କରାଯାଇ ନ ପାରେ। ସୂର୍ଯ୍ୟ ଯେପରି କେବେ ଅନ୍ଧକାର ଦେଖି ନାହିଁ, ତାଙ୍କର ସ୍ୱରୂପ ମଧ୍ୟ ସେପରି ସଦା ସର୍ବଦା ଅଜ୍ଞାନ ଅନ୍ଧକାରକୁ ସମ୍ପୂର୍ଣ୍ଣ ରହିତ। ବରଂ ଘୋର ରାତ୍ରିର ଘନ ଅନ୍ଧାରକୁ ମଧ୍ୟ ସୂର୍ଯ୍ୟଙ୍କର ପୂର୍ବାଭାସ ଯେପରି ନଷ୍ଟ କରିଦିଏ, ଘୋର ବିଷୟୀ ପୁରୁଷର ଅଜ୍ଞାନ ମଧ୍ୟ ସେହିପରି ତାଙ୍କର ବିଜ୍ଞାନମୟ ଆଲୋକର ଉଜ୍ଜଳ କିରଣ ପାଇ ନଷ୍ଟ ହୋଇଯାଏ। ତେଣୁ ସେ ଅବିଦ୍ୟାରୁ ସମ୍ପୂର୍ଣ୍ଣ ଅତୀତ, ଅତ୍ୟନ୍ତ ଦୂରରେ। ଏପରି ଶୁଦ୍ଧ ସଚିତାନନ୍ଦ ଘନ ପରମେଶ୍ୱର ପୁରୁଷଙ୍କୁ ସଦା ସ୍ମରଣ କରିବା ଉଚିତ। ଯେଉଁଠି ଭଗବାନଙ୍କର ଉପରୋକ୍ତ ସ୍ୱରୂପ ଅଚିନ୍ତ୍ୟ ଅର୍ଥାତ୍ ମନ ବୁଦ୍ଧି ଦ୍ୱାରା ଚିନ୍ତନ ହିଁ କରାଯାଇପାରେ ନା, ସେଠି ତାଙ୍କୁ ସ୍ମରଣ କରିବା କଥା କିପରି କୁହାଗଲା? ଏକଥା ସତ ଯେ ଅଚିନ୍ତ୍ୟ ରୂପରେ ଯଥାର୍ଥ ଉପଲବ୍ଧି ମନ ବୁଦ୍ଧି ଦ୍ୱାରା ହୋଇପାରେ ନା, କିନ୍ତୁ ତାଙ୍କର ଯେଉଁ ଲକ୍ଷଣମାନ ସେଠାରେ କୁହାଗଲା, ତାଙ୍କୁ ସେ ସବୁ ଲକ୍ଷଣରେ ଯୁକ୍ତ ବୋଲି ବୁଝି ତାଙ୍କର ବାରମ୍ବାର ସ୍ମରଣ ଓ ମନନ ଓ ନିଶ୍ଚୟ ହୋଇପାରିବ ଏବଂ ସେପରି ସ୍ମରଣ ମନନ ହିଁ ସ୍ୱରୂପର ଯଥାର୍ଥ ଉପଲବ୍ଧିରେ ହେତୁ ହୋଇଥାଏ। ଅତଏବ ତାଙ୍କୁ ସ୍ମରଣ କରିବା କଥା କୁହାଗଲା ଏବଂ ଏପରି କହିବା ମଧ୍ୟ ଉଚିତ। ପରମ ଦିବ୍ୟ ପୁରୁଷଙ୍କ ସ୍ୱରୂପ କହି ଭଗବାନ ବର୍ତ୍ତମାନ ସାଧନାର ବିଧି ଓ ତାର ଫଳ କହୁଛନ୍ତି। ଓಂ ନମୋ ଭଗବତେ ବାସୁଦେବାୟ।